ହେଇ ଗଲା ଟିକେ ପାଣି ମିଶା ହେଇ ଗୋଟା କହୁତରଣ ଖେଳି ଖେଳି ପଳି ଆଇଲାଣି। ଦେଖିପାରୁଥିବ। ହ୍ୟାଲୋ ଗାଇସ୍, ଦେଖନ୍ତୁ। ମାଛ ଦେଖନ୍ତୁ। କିମିର ଛୁଆ। ହ୍ୟାଲୋ ଗାଇସ୍, ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ। ମୁଁ ଆସିଛି ଆପଣ ମାନେ ଗୋଟେ ନୂଆ ଭିଡ଼ିଓ ନେଇକି। ଏବେ ଆମେ ସକାଳୁ ଶୋଇକି ଉଠିଗଲୁ। ମୁଁ ତ ଉଠି ସାରିଲିଣି, ଉଠିକି ମୋ ଫୋନ ଫ୍ରେଶ ହେଇସାରିଲିଣି। ଅନାଥ ଶୋଇଛି, ଅନାଥ କହୁଛି ମୋ ଉପରେ ଟିକେ ଚଢିଯା, ମୋ ଉପରେ ଟିକେ। ମୋ ବୁଢା ତ କଣ ଯାଉଛି, ମୁଁ ଟିକେ ତାପରେ ଚଢିଛି ପିଠି ତାପରେ ଟିକେ ଚଢିଯିବା। ତାପରେ ଚଢିଗଲି ଟିକେ, ଚଢି ସାରିଲା ପରେ ଅନନ୍ତ ତାର ଭଜନ ଶୁଣୁଛି ସେଠି ତାର। ଆଉ ମୁଁ ତ ସକାଳୁ ଶୋଇକି ଉଠିନି, ଉଠି ସାରିକି ଉଠି ବସିଛି। କାଲି ଆମର ମାଛ ମଙ୍ଗଳବାର ଥିଲା, ମାଛ ରୋଷେଇ ହେଇଥିଲା। ମାଛ ତ କେହି ଖାଇଲେ ମାନେ ମାଛ ଆଲୁଟନା ଭାଜି ଖାଇଦେଲେ, ଜଣ ଖାଇଲେ ମାଛ ଖାଇଲେ ନା, ଖାଲି ଡାଲି ଖାଇଦେଲେ। ଆମ ପାଇଁ ଡାଲି ଆଳୁ ଚକଟା ହେଇଥିଲା, ଆମେ ଆଳୁ ଚକଟା ଖାଇଦେଲୁ। ଖାଇସାରିଲା ପରେ ସେଟା ଡାଲି ଖାଇଦେଲେ ନା, ସରି ଡାଲି ଖାଇଦେଲେ। ଆମେ ଆମର ଡାଲି ଆଳୁ ଚକଟା ଖାଇ ଖୁଇ ଦେଇକି ଆଇଲୁ ରେଡି କରିବା ପାଇଁ। ଏବେ ଖାଇକି ଆମେ ଶୋଇଥିଲୁ। କାଲି ତ ଯାଇକି ନିଦ ହେଲା କେତେବେଳେ, ନିଦ ଯାଇକି ଗୋଟେ ସାଢେ ଗୋଟେ ବେଳେ ହେଲା। ସାଢେ ଗୋଟେ ବେଳେ ହେଲା ପରେ ପୁଣି ଉଠିଲି ଚାରିଟା ବେଳେ ଉଠିକି ପୁଣି 10 ମିନିଟ୍ ପରେ ମାନେ ଇଏ କରୁଥିଲୁ କଣ, 10 ମିନିଟ୍ ପରେ ପୁଣି ଇଏ କରିଦେଲୁ, ପୁଣି ଶୋଇ ପଇଲୁ। ଅଧଘଣ୍ଟା ପରେ ଶୋଇ ପଇଲୁ। ଶୋଇ ସାରିଲା ପରେ ପୁଣି ଉଠିଲୁ ସାଢେ ଛଅଟା ବେଳେ। ସାଢେ ଛଅଟା ବେଳେ ଉଠିକି ମୋ କାମ ସାରି ସାରିଲି। ଯୋଉ ତାର ଶୋଇଛି, ମୁଁ ଆସିଲି ମୁଁ କହୁଛି ମୋ ଗୁଡ଼ ପଟେ ଚଢିଯା। ତୁ ତା ପିଠି ପରେ ଚଢିଗଲୁ। ଚଢି ସାରିଲା ପରେ ମୋ ଦେହ ତ ଦରଜ ଲାଗୁଛି, ଚଢି ଚଢି ଯିବା। ତାପରେ ଆମେ ଆସି ଏଇଭଳିଆ କାଲି ଆମର ମାଛ ସବୁ ରୋଷେଇ ହେଇଥିଲା, ଖାଇଲେ ନା କେହି। ଆଜି ତ ବୁଧବାର, ଆମେ ଖାଇବୁ। କାଲି ସଂକ୍ରାନ୍ତି, କାଲି ଖିଆ ହବ। ଆଜି ଲାଷ୍ଟ ଦିନ, ଖାଇ ଖୁଇ ଦେଇ ପିଇଦବା। ସେ ସବୁ ଡ୍ୟୁଟି ବାହାରିଲେଣି ସବୁ, ବାସନ ଫାସନ ମାଜି ପୁରା ଡ୍ୟୁଟି ରେଡି ହେଇଗଲେଣି। ଆମେ କିନ୍ତୁ ଆମେ ତ ବାହାରିନା ଡ୍ୟୁଟି ଯିବୁ, ଆମେ ତ ଉଠିଲୁ। ତାପରେ ବ୍ରସ୍ ଫ୍ରସ୍ କରିବା, କାମ ସରିବା। କାମ ସାରିକି ଯିବା ଖାଇବା, ଖାଇ ସାରିକି ଡ୍ୟୁଟି ଯିବା। ଏଇ ତ ଆମର ରେଗୁଲାର କାମ। ଆଉ ରେଗୁଲାର କାମ କଣ? ଆଉ କାଲି କିନ୍ତୁ ମାଛ ଧରାଟା ବଢିଆ ହେଇଥିଲା। ହେଲେ ଖାଇଲେ ନା ଦି ଜଣ, ଆମ ପାଇଁ ରହିଛି। ଆମେ ତ ଖାଇନୁ ଦି ଜଣ, ଆଉ ତ ଖାଇବୁ କି? ଆମେ ଦି ଜଣ ଡନ ଖାଇବାରେ, ସେ ଦି ଜଣ ତାଙ୍କର କଲେ, ଖାଇଲେ ନା, ଆମେ ଆମର ଖାଇଲୁ। ଟିକେ ବସିଯିବା, ଭଲ ଲାଗୁନି। ଆମେ ଦି ଜଣ ତ ଖାଇଲୁ, ଖାଇବୁ। ଆଜି ହେଲା ମଙ୍ଗଳବାର ଥିଲା, ଖାଇପାରିଲୁ ନା। ଆଜି ବୁଧବାର ହେଇଗଲା, ଆମରି ପାଇଁ ଖାଲି ସେ ତାଙ୍କର କାଲି ବି କାଲି ଦି ଚାରିଟା ତାର ନେଇଗଲେ, ଶେଉଳ କିଏ ତାର ଲୁଚେଇ ନେଇଗଲା କି କୁଆଡେ ହିଁ ପଳେଇଲା, ଜଣା ପଡିଲା। ସେ ପିଲାଟା ମରିଗଲା, ଛୋଟ ପିଲା। ଲୁଚେଇ ନେଇଗଲା କି କିଏ ନେଇଗଲା, ଡେଇଁ ପଳେଇଥିବ ଲାଗୁଥିବ। ଆଉ ଡେଇଁ ପଳେଇଲା, ଆଉ କଣ କରିବା? ଆମେ ତ କିଛି କରିପାରିବୁନି ଆଉ। ଆଉ କଣ କରିବା? ତାର ଯିଏ ନେଲା ନେଇଯାଉ, ଖାଇଦଉ। ଆମର ଯେତିକି ଥିଲା ବହୁତ, ଆମର ସାର କରୁଥିଲା, ନେଇ ତ ପାରିଲା। ଆଉ ନେବେ କଣ? ସେପଟକୁ ଯିବା, ସେପଟେ ଯାଇକି ଟିକେ ବ୍ରସ୍ ଫ୍ରସ୍ କରିବା। ଆଜି ହେଲା ବୁଧବାର, ମୋ ଦାଢି ଟିକେ କାଟିବା ହବ ଯଦି କାଟିବି, ନହେଲେ କାଟିବା ନା। ମୁଁ ଖାଲି ବୁଧବାର ଚୂଳ, ଦାଢି, ନଖ ବୁଧବାର କାଟେ ନା, ଆଉ କାଟେନି। ବୁଧବାର, ଶୁକ୍ରବାର ମନେ ପଡୁନି ନା, ବୁଧବାର କିନ୍ତୁ ଫାଇନାଲ କାଟିଦିଏ। ଆଚ୍ଛା, କହିଲୁ ସାଇଡ ପରେ ବ୍ରସ୍ ଫ୍ରସ୍ କରିଦବା। ବ୍ରସ୍ ଲାଟ୍ରିନ୍ ଫାଟ୍ରିନ୍ ଯାଇ ଖାଇବା। ଖାଇସାରି ଆମର ତ ଗାଧା ଗାଧି ନାହିଁ। ଆମର ତ ଝିଅ ପିଲା ହେଇଥିଲେ ଗାଧେଇକି ରୋଷେଇ କରିଥାନ୍ତେ। ଆମେ ତ ପୁଅ ପିଲା ଗାଧେଇବ କି ରୋଷେଇ ମହାନ୍ତି କରିବେନି, ରୋଷେଇ ଟେନସନ ନାହିଁ। ମହାନ୍ତି କରେନି। ଆମେ ଯିବୁ, ବ୍ରସ୍ କରିବୁ, ଖାଇବୁ। ଆଉ କିଛି କାମ ନାହିଁ। ଆଉ ଅନନ୍ତର ଉଠୁନି, 8ଟା ବେଳେ ଉଠିକି ଯିବୁ। ମୁଁ ଯାଉଛି ବ୍ରସ୍ ଫ୍ରସ୍ କରି, ମୋ ରେଡି ଅଛି। ତାର ଗଲେ ଖାଇବୁ ଦି ଜଣ, ଖାଇକି ଆମର ଡ୍ୟୁଟି ପାଇଁ ଚାଲିବ। ଆଉ କଣ? ହଉ। ଏବେ କଣ କରିବା? ଏବେ ଯିବା ସେପଟ ରୁମକୁ। ସେପଟେ ଆମର କଣ କରୁଛନ୍ତି, କଣ ନାହିଁ ଦେଖିବା। ଦେଖି ସାରି ଯଦି ମୌକା ମିଳିଲା ଯିବା ଆମର ଏଇଠି
ମୌକା ମିଳେ ଯଦି ଯିବା, ମୌକା ଯଦି ମିଳିଲା ଟିକେ ସେଥିରେ ଦବା କଣ ରୋଷେଇ କରିରେ ସାହାଯ୍ୟ କରିଦବା, ଯଦି ନହେଲା ଯିବା ପଳେଇ ଆମର ଯାଇ ବାହାରେ ଟିକେ ଗଛଟା ଅଛି, ଗଛ ମୂଳେ ବସିକି ଟିକେ ମାନେ ଟିକେ ଇଏ ନେଇ ସାରିକି ଆସିବି ତାର। ହଉ ସେ ବ୍ରସ୍ କଲା ପରେ ଖାଇଲା ବେଳେ ଦେଖା ହବ। ଭଲ ଗାଈ ଦେଖନ୍ତୁ, ଆମେ ଏବେ ବ୍ରସ୍ କରିଦେଲୁ। ବ୍ରସ୍ କରିସାରିଲା ପରେ ବ୍ରସ୍ କରୁଛୁ, ସବୁବେଳେ ଆମର ମା ଯାଇ ରୋଷେଇ କରୁଛନ୍ତି। ରୋଷେଇ କରିସାରିଲା ପରେ ମାନେ ରୋଷେଇ ତ କରୁଛନ୍ତି, ରୋଷେଇ କରୁଛନ୍ତି। ଆମେ ଏବେ ବ୍ରସ୍ କରିଦବା, ବ୍ରସ୍ କରି ଖାଇବା। ଦେଖନ୍ତୁ ଆମର କୋଉ ଭଳିଆ ଏବେ ରୋଷେଇ ହେଇଛି, କୋଉ ଭଳିଆ କଣ। ଓ ହେଇରେ ଆଲୋନା ଏଠି ବଇଛି, ଆମର ମାଛ ଝୋଳ ପୁରା ରେଡି ହେଇଗଲାଣି ଖାଇବା ପାଇଁ। ମାନେ ମନ ଫନ ପୁରା ଉଛୁଳିଲାଣି, ଖାଲି ବ୍ରସ୍ କରିମୁ ଦୌଡ଼ିବୁ। ଏଇ ଦେଖ ମାଛ ଝୋଳ ଆମର କୋଉ ଭଳିଆ ହେଇଛି, ଦେଖିବ ପୁରା ମାନେ ଇଲିଶ ଝୋଳ ଖାଇମୁ, ଖାଇକି ଡ୍ୟୁଟି ଯିମୁ। ଆଉ ଆମର ତ ଏଠି ଆଲୋନା ଫାଲୋନା ବଇଛନ୍ତି ସବୁ, ଆଉ କଣ ହବ। ଇଲିଶ ଝୋଳ ଖାଇକି ଡ୍ୟୁଟି ଯିମୁ, ତାପରେ ଯାଇକି ଡ୍ୟୁଟିରେ ଯାଇକି କାମ ହବ। କାମ ସରିଲା ପରେ କାମ ସରିଲେ 12ଟା ବେଳକୁ କାମ ସରିବ କେତେବେଳେ? କାମ ଫାମ ସରିବ ନା ଏବେ 1 ବେଳେ ଆସିଲେ 1 ବେଳେ ଯାଇକି ଦେଖା ହବ। 1 ବେଳେ ଦେଖା ହବ। 1 ବେଳେ ଦେଖା ହେଲା, ଏବେ ପୁରା ପଖାଳ ଭାତ ଆଉ ମାଛ ଝୋଳ, ମାନେ ବାଳିଆ ଝୋଳ ଖାଇବା। ଖାଇକି ଡ୍ୟୁଟି ଯିବା। ଦେଖିବା ତ ଆମ ଜୁତା ଫୁତା ହେଲମେଟ ସବୁ କାଣ୍ଡି ହେଇଛି ଏଠି ସବୁ। ହଁ, ବଢିଆ ବଢିଆ ଝୋଳ ହେଇଛି, ଖାଇକି ପୁରା ଉଡ଼ିବ ପୁରା। ହଁ, ଅନଦି ଆସିନି, ଅନଦି ଆଜି ଠିକ। ଅନଦି ଆଜି ରାତି ନେଇଛି, ଅନାଦି ତ ଡନ ଆଉ। ସେ ଆସିଲେ, ତାପରେ ଯାଇକି ଆସିଲେ ଦାନ୍ତ ଘଷିବେ। ସେ ଆସିଲେ ଖାଇବୁ, ଖାଇକି ଯିବୁ। ହଉ ସେ ଆସୁ, ତାପରେ ସେ ଆସିଲା ପରେ ଦେଖା ହବ ତମ ସହିତ। ଖାଇଲା ବେଳେ ଦେଖିବ ମାଛ ଝୋଳ ବଢିଆ ଲାଗୁଛି। ହାଲ ଗାଈ ଦେଖନ୍ତୁ, ଆମର ଏବେ ରେଡି ହେଇଗଲୁ ଜୁତା ଫୁତା ପିନ୍ଧିକି ଗଲା। ଆମର ଦିନ ଜୁତା ତ ସେ ଆଲୋନା ଏବେ ରେଡି ହଉଛି, ମାନେ ରେଡି ହେଇକି ବାହାରିବ। ଆମର ଏଇ ଏପଟେ ଅନଦି ବି ରେଡି ହେଇଗଲାଣି। ଆଉ ମହାନ୍ତି ଭାଇ କହିଲେ ଆମର ପାଣି ଡ୍ରମ ନେଇକି ଆସ। ଆମେ ତ ଲେଭଲ ଲୁକ, ଯିବା ପାଣି ଡ୍ରମ ନେଇକି ଧରିକି ଆଉ। ଦେଖନ୍ତୁ ହେଇ ଆମର ଆଲୋନା ବାହାରୁଛି, ମୁଁ ଏପଟେ ରେଡି ହେଇଗଲି। ଆମର ତ ସକାଳୁ ଗାଧା ବାଧା ନାହିଁ, ଡାଇରେକ୍ଟ ଖାଇମୁ ବାହାରିମୁ ନା କଣ। ହେଇ ଆମର ମହାନ୍ତି ଟିକେ ହାଲ ହାଇ କରିଦିଅ। ଦେଖିପାରୁଥିବ ଆମର ଏଇନା ଆଲୋନା ଆସିବ କବାଟ ଦେଇକି। ଆଲୋନା କବାଟ ଦେଲା ପଳେଇଆଇଲା, ଅନାଦି ଆସିଲେ କବାଟ ଦେଇକି ଆସିବ। ଅନାଦି ଆସୁନୁ, ଆଜ୍ଞା କହିଲାଣି, ପଛୁଆ କହୁନୁ ହେଲା। କଣ ଚାଲିଛି? ହଉ ସରି, ଆସିମୁ ଏବେ ହେଲା। ଏବେ ଯାଉଛୁ ପାଣି ଡ୍ରମ, ଆମ ହେଲମେଟ ଯାଉଛୁ ଏବେ। କାମଟା ଅଛି, କାମଟା କରିଦେଇକି କାମ 4 ଘଣ୍ଟା କରିବି, ମାଛ 4 ଘଣ୍ଟା ଧରିବି, 8 ଘଣ୍ଟା ଧରିବି। 8 ଘଣ୍ଟା ଡ୍ୟୁଟି ଆମର। ନାଇଁ କଣ ଏଇଭଳିଆ ସବୁ ଯିବା ମାଛ ଧରିବା ପାଇଁ। ତାପରେ ମାଛ କେତେ ଅଛନ୍ତି, କାଲି ତ ମାଛ ଡେଇଁ ପଳେଇଥିଲେ, ଆଉ ଆଜି ଯିବୁ ମାଛ ଧରିବା। ମାଛ ଧରିକି ଆଣି ସାରିଲା ପରେ ଦେଖାହବ କେତେ ମାଛ ଧଇଲୁ, କେତେ କଣ କଲୁ। ଗଡିଆ ବି ଶୁଖି ଯାଇଥିବ, ତାପରେ ଦେଖାହବ। ହଉ ଏବେ ଆମେ ସାଇଡ ପରେ ଡାଇରେକ୍ଟ ଏଣ୍ଟ୍ରି କରିବା। ଗାଇସ ଦେଖନ୍ତୁ, ଆମର ଏବେ 1 ବାଜିଗଲା, ଖାଇବା ପାଇଁ ପଳେଇଆଇଲୁ ଆମେ। ଦେଖନ୍ତୁ କୋଉ ଭଳିଆ ଆମର ସବୁ ମାଛ ହେଇଛନ୍ତି। ଇଏ ଆମର କି ମାଛ, ଇଏ ଆମର କି ମାଛଟା କଣ ତାକୁ କମେଣ୍ଟ କରି କହିବେ ନା। ଇଏ ଆମର ଯୋଉ ନା ନାଳ ଅଂଶ ମାଛ, ମାନେ କି ମାଛ କହିଲ, ଆମର ଯୋଉ ନାଳିଆ ମାଛ ହେଲା। ଇଏ ହେଲା ଆମର ଶେଉଳ ମାଛ। ଇଏ ଆଧାରେ ମାଛ ଛେଚା। ଇଏ ଆମର ମାଛ ତରକାରୀ। ଇଏ ଆମର ଭାତ। ସେପଟେ ଏଇ ମହାନ୍ତି ଆମର ଖାଉଛନ୍ତି। ନା ନା, ଇଏ ଆମର ମାଛ, ମାନେ ଏଇ ଶେଉଳ ନାଳିଆ ଛେଚା ନୁହଁ, ଏଟା ଆମର ଯୋଉ କଣ କହନ୍ତି, ଟିମି ମାଛ ଛେଚା। ତା ନାଁଜ ଟିକେ ଆଣିଥିଲୁ, ତାକୁ ଛେଚିଦବା ଖାଇବା। ଆଉ ଇଏ ଆମର ଏଇଠି ତ ଅଛି ପିକଲ। ଆଉ ଆମେ ଏଇଭଳିଆ ସବୁ ବସି ଖାଉଛ। ଆପଣ ମାନେ କେବେ ଖାଇବେ, ଏଇଭଳିଆ ସାଙ୍ଗ ବସି ଖାଇବା, ମଜା ଆସିବ। ଆମର ଆଲୋନା ଖାଉନି, ତମେ ଖାଅ, ମୁଁ ପରେ ଖାଇବି। ସେ କାମ ଝଗଡା କରୁଛି, ସେ କଥା ଖାଉନି। ମହାନ୍ତି ଗୋଟେ ଖାଲି ଦେଇ ଗରମ କରି ଖାଉଛନ୍ତି। ଆମେ ଖାଇଦେଲା ପରେ ଆମ ରଙ୍ଗ ଚେଞ୍ଜ ହବ, ମାଛ ଧରିବା ପାଇଁ ଯିବୁ। ଖାଇସାରିଲା ପରେ ମାଛ ଧରା ବ୍ଲଗ ଦେଖାହବ ଆପଣମାନଙ୍କ ସହ, ଆମର ସେ ନଈ ପାଖରେ। ଏବେ ଟିକେ ଖାଇବା ପାଇଁ ରେଷ୍ଟ ଦିଅ, ଖାଇଦିଅ, ତା ଦେଖାହବ। ଦେଖୁଥିବ ଆମେ ତ ସେପଟ ରୁମରେ ଖାଇ ଦେଇକି ଆମ କ୍ଲବ ହାଉସକୁ ପଳେଇ ଆସିଲୁ।
ଆସିଲା ପରେ ସବୁ ଆମର ତ ସବୁବେଳେ ଭଳିଆ ହବ, ସେ ସେଠି ଅନା ସେଠି ଶୋଇବ, ମୁଁ ଏଇଠି ଆଡେ ବସିବି, ବସିଲା ପରେ ଟିକେ ରେଷ୍ଟ ନେଇ ଶୋଇବି, ଶୋଇସାରି ଯିବୁ ଆଉ। ତାପରେ ଏବେ ଖିଆ ଖି ହେଇଗଲା, ଶେଉଳ ମାଛ ଖିଆ ତ ହେଇଗଲା, ତାପରେ ଯିବୁ ସରି ଯୋଉ ଶେଉଳ ମାଛ ନୁହଁ, ଆମର ସେଟା କଣ ବ୍ୟକ୍ତି ମାଛ ଖିଆ ସରିଗଲା। ଏବେ ଖାଇ ଦେଇକି ଯିବୁ ଏବେ ଆମେ, ଆଜି ତ ଏବେ ଆଉ କାମ ଫାମ ନାହିଁ, କାମ ଏତେ ସରିଯିବ। ପାଇପ୍ ନାହିଁ, ପାଇପ୍ ଆସିଲେ କାମ ହବ, ନହେଲେ ଆଜି ଛୁଟି, ଯାଇକି ହାଫ୍ ଡେ କରି ପଳେଇଲୁ ଆଉ। ଯଦି ପାଇପ୍ ଆସିଲା 2ଟା ଭିତରେ ଯଦି ପାଇପ୍ ପଳେଇ ଆସିଲା ତାହେଲେ ଯିବୁ କାମକୁ, ନହେଲେ କାମକୁ ଯିବୁ ନା। ପାଇପ୍ ଫାଇପ୍ ସରିଗଲା, କାମ ଯାହା ଥିଲା ସବୁ ସାରି ଆଇଲୁ। ଆଉ ଏତିକି ନହେଲା ଆମେ ଖାଇକି ରେଷ୍ଟ କଲୁ। ଯଦି ପାଇପ୍ ଫିଟିଙ୍ଗ ଫିଟିଙ୍ଗ କିଛି ନ ଆସିଲା ତାହେଲେ ଆମ ଡ୍ୟୁଟି କଣ, ଆମର ଯୋଉ ରବିବାର ମାଛ ଧରିବା ଯାଉ, ପୁଣି ଆଜି ଯିବୁ ମାଛ ଧରିବା, କାହିଁକିନା ଆଜି ମଟର ପଡିଥିଲା, ମଟର ପଡି ପୁରା ଶୁଖି ଯାଇଛି। ଯଦି ଶୁଖି ଯାଇଛି ଯିବୁ ମାଛ ଧରିବୁ, ଧରି ସାରିଲା ଆଣିକି ତାକୁ ସେଦିନ ପଞ୍ଚାୟତ କିଏ ନେଇ ଯାଇଥିଲା। ଆଜି ଷ୍ଟୋରରେ ଗୋଟେ ବଡ ଯୋଉ ଆମର ଯୋଉ ବଡ ବଡ ଡ୍ରମ୍, ଦାନା ଡ୍ରମ୍ ବଡ ବଡ, ସେଇଆକୁ ନେଇ ଆସିବୁ। ତା ଦେହରେ ଯିଏକି ତା ଉପରେ ମସୁରୀ ଯୋଉ ମସୁରୀ ଆମେ ଧରୁଛୁ ମାଛ, ସେ ମସୁରୀ ରଖିଦବୁ। ସେ ମସୁରୀ ଦେଇ ବାନ୍ଧିଦବୁ, ଆଉ ଟୋଟାଲ ଯିବାର ନାହିଁ, କୁଆଡେ ଆସିବାର ନାହିଁ। ଆମ ଶେଉଳ ସୁନା ନେଇ ଖାଇଗଲେ, ଆମେ ସେ ସାଙ୍ଗ ଖାଇପାରିଲେ ନା, ଆମେ ଖାଇପାରିଲୁ ନା। ସେ ସାର୍ ବି କହୁଥିଲେ ଖାଇବା ପାଇଁ, ଖାଇପାରିଲେ ନା, ଗଲା ଫେର ଲସ୍ ହେଇଗଲା ସବୁ। ଆମେ ଏଥର କଣ କରିବା, ସେଇ ଇଏ ଆଣି ରଖିଦବା ଭଲ ହବ। ଆଉ ରଖି ସାରିଲା ପରେ ଯିବା ମାଛ ଧରିବା ପାଇଁ। ଏବେ ଖାଇକି ଟିକେ ରେଷ୍ଟ, ଗରମ ମାନେ ଜୋର ଦେହ ହାତ ମୁଣ୍ଡ ବାହାରି ପଡିଲାଣି, ଗରମ ଜୋର ହଉଛି ମାନେ। ଗରମ ଫରମ ଛାଡିଗଲେ ଯିବା। ଆଉ ଗଡିଆରେ ବୁଲିଲେ, ଏଠି ରହିଲେ ଆଜବେଷ୍ଟ ପାଚିକି ନିଆଁ ଆସୁଛି। ଆମେ ଯିବା ବେଳେ ମାଛ ପାଣିରେ ପଶିଗଲେ ଆଉ ଟେନସନ ନାହିଁ, ପାଣି କାଦୁଅ ପଙ୍କ ଲାଗିକି ପୁରା ଟେନସନ ନାହିଁ, ପୁରା ମାନେ ଇଏ ହେଇଯିବ। ତାପରେ ଆମର ଚାଲିଲା ତାପରେ ଆଉ। ଆଉ ଚାଲ ଖୁସି ଯୋଉ ମାଛ ଧରା ଯୋଉ ଖୁସି, ଖାଇବାରେ ମାଛ ଖୁସି ନାହିଁ ହେଲା। ଖୁସି ନାହିଁ ଯଦି ଯିବା, ସବୁ କାମ ସବୁ ଅଛି। ଯାଇକି ଆସିକି ଡାଟା ବେଶୀ ଦିନ ମାଛରେ ମାଛ ଯୋଉ, ଯଦି ଆମେ କାମକୁ ପଳେଇଲୁ ତ ଫିଟିଙ୍ଗ ପଳେଇଲା 2ଟା ଭିତରେ, ତାପରେ କାମକୁ ଯିବୁ। ସାଇଡ ପରେ ଦେଖାହବ, ଯଦି ଫିଟିଙ୍ଗ ନ ଆସିଲା ଆମେ ଯିବୁ ମାଛ ଧରିବା ପାଇଁ 2ଟା ବେଳେ। 2ଟା ବେଳେ ଯିବୁ, ତାପରେ ଦେଖାହବ ମାଛ ଧରା ପାଇଁ। ଏବେ ବିଦାୟ ଦିଅ, ମୁଁ ରହୁଛି, ସାଇଡ પર ନହେଲେ ମାଛ ଧରା ବାହାର, 2ଟା ଭିତରେ ଯୋଉଠି ହେଲେ ଦେଖାହବ। ଦେଖନ୍ତୁ ଆମର ତ କାମ ସରି ଯାଇଥିଲା, ସେଥିପାଇଁ ଆମେ ମାଛ ଧରିବା ପାଇଁ ଯାଉଛୁ। କୋଉଭଳିଆ ଜାଗାରେ ଦେଖୁନ, ସିକୁଡି ଆମକୁ ଛାଡିଲାନି ମିଲି, ପୁରା ବୁଲି ବୁଲି ନଈ କେନାଳ ବନ୍ଧ ପଶିକି ବୁଲି ବୁଲି ଯାଉଛ। ପଛରେ ଆଲୋକନା, ମଝିରେ ମହାନ୍ତି, ତା ମଝିରେ ମୁଁ ଆଗରେ ଅନାରେ ଯାଉଛି, ଅନାରେ ବାଟରେ ଫେରି ଯାଉଛି, ଆମେ ଯାଉଛୁ। ଏଇଭଳିଆ ସବୁ ଖୋଳା ହେଇଛି, ତା ପାଖରେ ଆମେ ଯାଉ ଚାଲି ଚାଲି। ମାଛ ଧରିବା ପାଇଁ ବହୁତ ଖରା ହଉଛି, ରୁମରେ ଗରମ ହବ, ସେଥିପାଇଁ ମାଛ ଧରିବା ପାଇଁ ପଳେଇ ଆଇଲୁ। ପାଣିରେ ପଶିଲେ ଥଣ୍ଡା ରହିବ, ସେଥିପାଇଁ ଯାଉଛୁ ମାଛ ଧରିବା ପାଇଁ। ଆମ ବିଲ୍ଡିଂ ଦେଖ ଏଇ ସାଇଡ୍ ସବୁ ଅଛି, ଦେଖିପାରୁଥିବ। ସିକୁଡି ଛାଡ଼ିଲା ମାନେ ଧଇଁ ସଇଁ ବାହାରିଗଲାଣି। ଆଉ ଆଧରେ ଆମେ ପାଣି ନଉଛୁ ଟିକେ ପିଇବା ପାଇଁ। ଅନାଟି ଜାଲ ନେଇଯାଉଛି, ଜାଲ ତ ନୁହଁ ମସୁରୀ। ହଉ ଦେଖାହବ ମାଛ ଧରା ପାଖରେ, ଆମେ ଯାଉଛ। ଆମେରିକା ଜାଲ, ଲଣ୍ଡନ ବାଲ୍ଟି, ଆଉ ଇଣ୍ଡିଆ ମଣିଷ, ଆଉ ପାଣି ହେଲା ହାଇଦ୍ରାବାଦ ପାଣି, ଯାଉଛ। ମାଛ ଧରୁଛ, ଆପଣମାନେ କେବେ ଧରିନଥିବେ, ଯଦି ଦେଖ, ଫଲୋ ମି କ୍ୟାମେରାମ୍ୟାନ, ଫଲୋ ମି। ଖାଲି ଗୁଡି ଗୁଡା ନା, ଗୁଡିଆ ମାଛ। ଦେଖନ୍ତୁ ଆମର ଏଇଟା ମାଛ ଧରା। ହ୍ୟାଲୋ ଗାଇସ୍, ଦେଖନ୍ତୁ କାଦୁଆ ମାଛ ଧରୁଛି ଆମ ୟୁଟ୍ୟୁବର କାଦୁଆ ମହାନ୍ତି। ହେଇ ଅନ ପଶିଗଲା ମାଛ ଲେହେ। ଚୁନା ମାଛ ଆମର ସବୁ ପକେଇଦବ, ଆମର ବଡ ମାଛ ଗୁଡା ସବୁ ନେଇଯିବ। କେତେ ପନ୍ତା ଦେଖୁଛୁ। ହ୍ୟାଲୋ ଗାଇସ୍, ବାଲ୍ଟି ନେଇକି ଯାଉଛି ଆମ ସାଉଲି। ଦେଖନ୍ତୁ ବାଲ୍ଟିରେ ପୁରା ଫୁଲ ହେଲା ପର୍ଯ୍ୟନ୍ତ ଧରାଯିବ। ମାଛ ଗୁଡା କଣ କରିବେ, ଖାଇବେନି, ଜାଗର ଅଛି ଶୁକ୍ରବାର ଜାଗର, ରବାରେ। ହ୍ୟାଲୋ ଗାଇସ୍, ଦେଖନ୍ତୁ ଇଏ ହେଲା ନଈ କେନାଲ, ନଈରୁ ଫୁଟିଛି। ବଡ ମାଛ ଗୋଟା ପଡନେ ଚାଲ, ସେ ଟୋଟାଲ ସେ ଖାଲକୁ ପଳେଇ ଚାଲ। କାଦୁଆ ପଶିଛି ମାଛ, ପାଣି ମରିଯାଉଛି। ପାଣି ଭଲ ନା,
ହେ ଦରକାର ନାହିଁ ଆମର ଚୁନା ମାଛ ଦେଖନ୍ତୁ ସାଙ୍ଗମାନେ କେତେ ମାଛ ଚୁନା ମାଛ ଆମେ ସବୁ ଛାଡିଦମୁ ଓଲି ଖାଲି ବଡ ଧରିବୁ ମାଛ ଦେଖନ୍ତୁ 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 ହ୍ୟାଲୋ ଗାଇସ୍ ଦେଖନ୍ତୁ ମାଛ ଦେଖନ୍ତୁ ଆପଣ ମାନଙ୍କୁ ଏ ଭି ଦେଖା ଯାଉଛି କମ୍ପାନୀ ପାଖରେ ଏଇଟା ହିଁ ଧରା ଯାଉଛି ମାଛ କମ୍ପାନୀ କାମ ନାହିଁ ଛୁଟି ବଡ ମାଛ ପଡିଛି ଚୁନା ମାଛ ଆମ ଦେଖନ୍ତୁ ହ୍ୟାଲୋ ଗାଇସ୍ ପୁରା ଫୁଲ ଚୁନା ମାଛ ଆମର ଚୁନା ମାଛ ଆମର କେହି ଖାଆନ୍ତିନି ଦେଖନ୍ତୁ କେତେ ମାଛ ଦେଖନ୍ତୁ ଏବେ ଉଠେଇ ଦିଅ ଏ ଉଠେଇ ଦିଅ କଣ ଅଛି ତା ଦେହରେ ଦେଖନ୍ତୁ କେତେ ଚୁନା ଛାଡି ଦିଅ ଗୋଳିଆ କଲା ଓ ଚାଲ ହେଇ ସାଉଲି ଓ ହେଇ ଶେଉଳ ଧରିଆ ଓ ସାଡୁ ଚାଲ ଶେଉଳ ଧରିଆ ଖାଲ ନା 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 ଚୁନା ଫୁନା ଦୋକାନ ହ୍ୟାଲୋ ଗାଇସ୍ ଚୁନା ଗୁଡା ଆମର ଫୋପାଡା ଯିବ ଚୁନା କିଛି କାମ ନାହିଁ କାହିଁକି ଏପର୍ଯ୍ୟନ୍ତ ଟିଫିନରେ ବସିକି ଦେଖ ପଇଛି ଆସି 4 ଦିନ ହେଇଗଲାଣି ଗୋଟେ ପିଲା ଭାଜିକି ରଖିଛି ଦେଖନ୍ତୁ ଖାଉନି ଆହୁରି କଥା କହୁଛି ମତେ ଚୁନା ଚୁନା ଦିଅ ଚୁନା ଗାଇସ୍ ବଇନ ହେଇଗଲା ବାଲ୍ଟି ଫୁଲ ହେଇଗଲା ଦେଖନ୍ତୁ ମାଛ ଭରୁଛନ୍ତି ଆଜ୍ଞା ଦେଲେ ମୁଁ ମାଛ ଭରିମି ଆଜ୍ଞା ଦେଖ କାଦୁଆ ଫୋପାଡିଲା ମାଛ କିନ୍ତୁ ଗୋଟେ ମାଛ ରହିଲା ନାହିଁ ଫୋପାଡି ଦିଅ ଫୋପାଡି ଦିଅ ଫୋପାଡି ଦିଅ ଫୋପାଡି ଦିଅ ଏ ଥଣ୍ଟିଆ ତୋରି ଖାଲି ଝାଲ ହବ ଖାଇ ସାଙ୍ଗମାନେ ଦେଖନ୍ତୁ ଡର ମାଡୁଛି ଗାଧୁଆ ଦେଖନ୍ତୁ ଗାଇସ୍ ଥଣ୍ଟିଆ ମାଛ ଦେଖନ୍ତୁ ବାଲ୍ଟି ଦେଖନ୍ତୁ ହ୍ୟାଲୋ ଗାଇସ୍ ମାଛ ଗୁଡା ଫୋପାଡି ଦଉଛନ୍ତି ଦେଖ ଥଣ୍ଟିଆ ମାଛ ହ୍ୟାଲୋ ଗାଇସ୍ ଦେଖନ୍ତୁ ଇଏ ହେଲା ଥଣ୍ଟିଆ ମାଛ ହେଲା କିମିର ଛୁଆ ଗାଇସ୍ ଦେଖନ୍ତୁ ଆମେ କେତେ ମାଛ ଧରିଛୁ ଦେଖନ୍ତୁ ଭାଇ ଦେଖ ମାଛ ଦେଖିପାରୁଥିବ ଦେଖିପାରୁଥିବ କେତେ ମାଛ ପୁରା ଆମେ ଆଜି ଧରିକି ଆଣିଛୁ ଦେଖନ୍ତୁ ପୁରା ମାଛ ମାନେ ଆଜି ଆମେ ଦେଖନ୍ତୁ ଆମ ଅବସ୍ଥା ଆମେ 4 ଜଣ ଧରିବା ପାଇଁ ହେଲା 4 ଜଣ ଧରିବା ପାଇଁ ଦେଖନ୍ତୁ ହେଇ ଦେଖ ଶେଉଳ କିଲୋ 200 ଟଙ୍କା ଆପଣ ମାନେ ନେବେ କି ଆପଣ ମାନେ ନେବେ ଯଦି କମେଣ୍ଟରେ କୁହନ୍ତୁ ଆମେ ଦେଇଦବୁ ମାଗଣା ଟେନସନ ନାହିଁ ମାଗଣା ଦେଇଦବୁ ମାଗଣା ଦେଇଦେବୁ 20 ଟଙ୍କା ଦବାକୁ ଯଦି ପଡିବ କହିବ ଇଏ ଆମର ଦେଖନ୍ତୁ ଆମର ଶେଉଳ ଇଏ ଫଳି ଇଏ ହେଲା ଆମର ତେଲପିଆ ଇଏ ହେଲା କଉ କଉ ଆମର ସେ ଗଡେଇ ଫଡେଇ ସବୁ ଅଛନ୍ତି ଗଡେଇ ତ ନାହାନ୍ତି ଶେଉଳ ଫେଉଳ ଅଛନ୍ତି ଆଲ ନାହିଁ ଫଟୋ ଖିଚୁଛି ଫଟୋ ଖିଚାଲେ ଭିଡିଓ ମାନେ ଓକେ ଦେଖନ୍ତୁ ଆମର ଇଏ ମାଛ ବହୁତ ଏଠି ମରି ଯାଇଛନ୍ତି ବହୁତ ମାଛ କହିଲେ ନ ସରିବ ଏତେ ମାଛ ମାନେ କହିଲେ ନ ସରେ ଦେଖିପାରୁଥିବେ ଦେଖିପାରୁଥିବେ କେତେ ମାଛ ଆମର ଏବେ ସବୁ ଇଏ ସବୁ ବଞ୍ଚା ହବ ଇଏ ଆମର ବାଳିଆ ମାଛ ନା ନା ଚିତ୍ତଳ ମାଛ ମାଛ ଏଇ ଛୋଟ ଶେଉଳ ବଡ ଶେଉଳ କଉ ବି ଅଛି ବହୁତ ମାଛ ଅଛନ୍ତି 5ଟା ଜଣ ଦେଖନ୍ତୁ ଆମ ଅବସ୍ଥା ଶୀତରେ ଭାଇ ଥରି ଗଲୁ ପୁରା ଆଉ ଏ ହାଡ ହେଇଗଲା ଟିକେ ପାଣି ମିଶା ହେଇ ଗୋଟା କୋଉ ତରଣ ଖେଳି ଖେଳି ପଳି ଆଇଲାଣି ଅନାଦି ପଛରେ ନା ବସିଲା ଦେଖିବାକୁ ଏତିକି ମାଛ ଆମେ ଧରିକି ଆଣିଛୁ ମାନେ କାହିଁକିନା କାମ ନଥିଲା ନା ଆମେ ଯାଇଥିଲୁ ପଳେଇ ମାଛ ଧରିବା ପାଇଁ
କାମ ପାଇପ୍ ସରିଗଲା, କାମ କରୁଥିଲୁ ପାଇପ୍ ସରିଗଲା, ଆଉ ତ କାମ ଫାମ ନାହିଁ, ଆମେ ପଳେଇଲୁ ସେଥିପାଇଁ ମାଛ ଧରିବା ପାଇଁ। ମାଛ ମାତ୍ର ଆମେ ଗଲୁ 3ଟା 7ଟା ବେଳେ ଗଲୁ, ଏବେ ଟାଇମ୍ କେତେ 5ଟା ପାଖାପାଖି ହବ। ଆସିଲୁ ଦେଖୁନ ମାଛ ଏଠି ଖାଲି ଥରେ ପୁରେଇବୁ ଟାଣିବୁ ଶେଉଳ ଆଉ ଆମର ତେଲନ୍ତିଆ ଆଉ ମାନେ ମାଛ ଦେଖିବ ମାନେ ପୁରା ଖତରା ମାଛ। ଆମର ଚୁନା ବି ବହୁତ ଅଛନ୍ତି, ଚୁନା ଆମେ ଭାବିଲୁ ଧରିନୁ, ଚୁନା ନେଇ ଆସିଲୁ ଶୁଖିବା ପାଇଁ, ଚୁନାଟା ନେଇ ଆସିଲୁ। ଚୁନା ମାଛ କେତେ ମାଛ ଦେଖିପାରୁଥିବ। ଆଉ ଇଏ ଆମର ଏଇଟା ମନରେ କି ମାଛ, ଏଇଟା ଅନାଦି ଏଇଟା କି ମାଛ କହୁଥିଲୁ ଯୋଉ? ହଁ ଦେଖିପାରୁଥିବ, ଇଏ ଆମର ମଗର ମାଛ ହେଲା। ମଗର ମାଛ ଆକୁ ଦେଖିପାରୁଥିବ, ଏଇଭଳିଆ ମଗର ମାଛ ଅଛନ୍ତି। ଓ ହେଇ ଏଇଟା ହେଲା ବଡ ମଗର ମାଛ ଦେଖିପାରୁଥିବ, ଏଇ ପୁରା ମଗର ମାଛ ଏଇଭଳିଆ ସିଧା ଯିବ, ଏଇଭଳିଆ ବସିବ ମଗର ମାଛ। ଏଇ ଦେଖିପାରୁଥିବ ମଗର ମାଛ। ଆଉ ଆମର ଏଇ ବି କି ମାଛ ଦେଖିପାରୁଥିବ, ହେଇ ଦେଖ, ହେଇ ଦେଖିପାରୁଥିବ, ଓ ଓ ଓ 25 କିଆଡ ମାଛ ଦେଖିପାରୁଥିବ। ଏଇଠି ସବୁ ଅଛନ୍ତି, ଇଏ ବି ଗୋଟେ ବଟା ହେଇ ଇଏ ଆମର ଚିତ୍ତଳ ମାଛ ଦେଖିପାରୁଥିବ, ଏଇ ଚିତ୍ତଳ ମାଛ, ଚିତ୍ତଳ ମାଛ, ଚିତ୍ତଳ ମାଛ ଗରମ ପାଣି ନା ନାହାନ୍ତି ସବୁ ଭାସୁଛନ୍ତି, ଦେଖିପାରୁଥିବ ଏଇ ଆମର ପାଣି ଆଲନା ପଡିଲା, ଇଏ ଆମର ବୁଦୁସି କଉ, ହଉ ଛଡା ହଉଛି ମୋଟା ବୁଦୁସି ଦେଖୁଛୁ ବହୁତ ଅଛନ୍ତି। ହଉ ଏବେ ମାନେ ଟିକେ ମାଛ ବଛାବଛି କରିଦବା, ଆଉ ଦେଖିବ ଚୁନା ମାଛ ସବୁଠୁ ଫେବରେଟ ମାଛ, ଦେଖିବ ବଢିଆ ମାଛ ଶେଉଳ ଖେଳ ଭିତରୁ ଆମର ଜଣେ ବି ଯୋଉ ଆମର ଓଡିଆ ଲିଫ୍ଟ ଚଲାଉଛନ୍ତି, ତାଙ୍କ ପାଇଁ ଏବେ ଲିଫ୍ଟ ଯାଉଛି, କହିଲା ଚିତ୍ତଳ ଗୋଟେ ଆଉ ତେଲନ୍ତିଆ 3ଟା ଖଣ୍ଡ ଦେଇଦବ ହେଲା। ଆମର ଲିଫ୍ଟ ହେଲା ପାଇଁ ସେଫ୍ଟି ବାଲା କହୁଛି, ସେଫ୍ଟି ବାଲା ଓଡିଆ ସେଫ୍ଟି ବାଲା କହୁଛି କୋଉ ମାଛ ଭଜା ନବ, ତାକୁ ବି ଦେଖିବା ହେଲା। ଆଜି ଖାଇବୁ, ଗୁରୁବାର ଖାଇବୁ। ଆଉ ଗୋଟେ ଚିତ୍ତଳ ପୁରେଇବୁ ନା, ଚିତ୍ତଳ ପଶିଲା। ଏଇ ଆମର ଆଲନା କିଛି କହିବା, ଆଲନା କହିଦେନି ଟିକେ ମାଛ କେତେ ଧରା ହେଲା, କେମିତି ଧରା ହେଲା। ମାଛ ବର୍ତ୍ତମାନ ପାଇଁ 1.5 କୁଇଣ୍ଟାଲ ଧରା ହେଇଛି, କିନ୍ତୁ ବିକ୍ରି ବାକ୍ରି ନାହିଁ କିଛି, ସେମିତି କିଏ ଆସିଲେ ଦିଆଯିବ ଆଉ। ଆସିଲେ କଲୁନି ସାରା ବଣ୍ଟା ହବ, ତାର ଦିଆହବ। କଲୁନି ବି ଓଡିଆ ଲୋକ ବହୁତ ନେବେ, ଆମର ମାହାନ୍ତି ଏଇ ସେପଟରେ ଗୋଟେ ହଁ ସିଏ ନବ। ମାଛ ଗୋଟେ ଖେଳୁଛନ୍ତି, ମାଛ ଖେଳୁଛନ୍ତି ମାଛ ଭିତରେ। ଏତେ ମାଛ କଣ ହବ, ମାଛ ସୁଣ୍ଡରେ ଧରିବା ଭଲ, ତ ଧରି ପକେଇଲେ କିଛି ଲାଭ ନାହିଁ। ମୁଁ ତାକୁ ଆଉ ଜଣ ଦେଇଦିଅ, ଆଉ ଚୁନା ମାଛ ଏତେ ପଡିଛି, ଏତେ କେତେବେଳେ ପଇଲେ। ଆମର ଏଇ ମହାନ୍ତି କହିଲେ ଶୁଖା ହବ, ଆଲନା କହିଲେ ଶୁଖା ହବ, ଶୁଖା ହବ, ଖିଆ ହବ। ହଉ ଏବେ ମାଛ କଟା ଟିକେ ଧୋଇ ଦବା, ତାପରେ ଦେଖା ହବ। ଦେଖନ୍ତୁ ଆମେ ଏବେ ମାର୍କେଟ ଆସିଥିଲୁ, ଅନାଦି ମାର୍କେଟ ଆସିଥିଲା, ଆସିକି ଭଣ୍ଡା ଖାଇ ଦେଇକି ପେଟ ମୋର ଗ୍ୟାସ ହେଇଯାଇଛି, ଷ୍ଟିମ ପିଇକି ସିଲିଣ୍ଡର ଖାଲି ଅଛି, ଭରଦବା ତାର ଗ୍ୟାସ କହୁଛି, ମୁଁ ଗ୍ୟାସ ଅଧିକା ହେଇଛି, ଗ୍ୟାସ ଅଧିକା ହେଇଥିବ, ସିଲିଣ୍ଡର ଖାଲି ଅଛି, ତାକୁ ନେଇ ଭର୍ତ୍ତି କରିଦବା। ଆମର ମାସେ ଖଣ୍ଡ ଗ୍ୟାସ ଚଳିଯିବ, ତାପରେ ରୋଷେଇବାସ ହବ, ଟେନସନ ନାହିଁ। ଆଉ ଗ୍ୟାସ ସରିଯାଉଛି, ଗ୍ୟାସ ସରିବା ଯୋଉ ଟେନସନ ଥିଲା, ଗ୍ୟାସ ସରିବା ଟେନସନ ରହିବ ନା, ପୁରା ଉଡିବ ଉପରେ। ତାପରେ ବର୍ଷେ ଖଣ୍ଡ ଅନାଦିରେ ସବୁବେଳେ ଜଳିଖିଆ ବେଳେ ଖାଇକି ଗ୍ୟାସ ଫୁଲ କରିଦବା, ସେ ଯିବ ରୁମ ଡାଡ ଗ୍ୟାସ ଟାଙ୍କି ଖୋଲେ, ଗାଣ୍ଡିଆ ଲଗେଇ ଭରିଦବ, ନାଇଁ କଣ ଚାଲିବ। ତାପରେ ଏଇଭଳିଆ ଭରା ଭରି ଆମର ଆଉ ରଡ ଗାଡି ଫେରେ ସବୁ ଆଇଛି। ଏଠି ଆମର ଗୋଟେ ସବଜି ମାର୍କେଟ ବନୁଛି ହେଲା, ଦେଖିପାରୁଥିବ ସବଜି ରୁମ ବନୁଛି। ଏଠି ଆମର ଟ୍ରରେ ଆଥରେ ଯୋଉ ରଡ ଫଡ ସବୁ ଅଛି, ଏବେ ସବୁ ନେଇକି ଯାଉଛେ। ଆମେ ସବୁ ଯାଇକି ମାଛ ବାଛିଲା ପରେ ଦକ୍ଷିଣ ଆପଣଙ୍କୁ ମାଛ ଆମର ବସା ହଉଛି, ଡାଡ ରୁମ ରେ ମାଛ କଳା ବଛା ହଉଛି। ହାଲୋ ଗାଈ, ଦେଖନ୍ତୁ ଆମର ଏବେ ରୋଷେଇ ଆମର ସରିଗଲା, ମାନେ ରୋଷେଇ ସରିନି, ସରିଲା। ପିଆଜ କଟା ହେଇଛି, ସେପଟରେ ଅନାଦି ଆଜି ରୋଷେଇ ମାନେ କିଛି ଖଣ୍ଡାଳିଆର ମେନ ଲିଡର ଆଜି ହେଇଛି। ଇଏ ହେଲା ମାଛ, ସିଏ ହେଲା ପିଆଜ, ଟମାଟର ଆମର ତରକାରୀ ପଡୁନି, ଆମର ଖଟା ପଡୁଛି ହେଲା। ଖଟା କଢା ହଉଛି, ଗୋଟେ ଭାତ ହେଇଯାଇଛି। ତାପରେ ଆଜି ତ ମାଛ ବହୁତ ସାରା ଧରିକି ଆଣିଛୁ, ଖାଇବୁ
ଖାଇସାରିକି ଅନାଦି ରୋଷେଇ କରୁଛି ଆଜି ଅନାଦି ଫାଷ୍ଟ ଟାଇମ୍ ଆଜି ବହୁତ ଦିନ ପରେ ରୋଷେଇ କରୁଛି ଖାଇବା ଖାଇସାରିକି ଶୋଇପଡ଼ିବା ଆଜି ବି ଲେଟ୍ ହେଇଗଲାଣି ଆଉ ଏଇଠି ବ୍ଲଗ୍ ଏଣ୍ଡ କରୁଛି କାଲି ଦେଖା ହବ ମର୍ଣ୍ଣିଂ ବ୍ଲଗ୍ରେ ଆଉ ସେପର୍ଯ୍ୟନ୍ତ ବିଦାୟ ନେଉଛି ଆଉ ଲାଇକ୍ ସବସ୍କ୍ରାଇବ୍ କମେଣ୍ଟ ସବୁ କରିଦେବ ଦେଖ ଅନାଦି ହେଇ ପିଆଜ ପକେଇଲା ହଉ ରହୁଛି ବାଏ ଗୁଡ୍ ନାଇଟ୍ ସବୁ ଶୋଇପଡ଼ କାଲି ମର୍ଣ୍ଣିଂ ବ୍ଲଗ୍ରେ ଦେଖା ଅଛି।